ଆଜ୍ଞା ଆମର ଯେଉଁ ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡର ଯିଏ ପୀଡ଼ିତା ଥିଲେ ଓ ମୁଖ୍ୟ ଅଭିଯୁକ୍ତ, ଯାହା ଯୋଗୁଁ ଏ ସମସ୍ତ ଘଟଣା ଘଟିଲା, ଯେଉଁ ଝିଅଟି ଯୋଗୁଁ, ସେ ଆଜି ବାହାରେ ବୁଲୁଛି। ତାକୁ ଏପର୍ଯ୍ୟନ୍ତ ପୋଲିସ ଆରେଷ୍ଟ କରିନି। ଯାହାର ଗୋଟିଏ ପ୍ରରୋଚନାରେ, ଯାହାର ଗୋଟିଏ ଫୋନ୍ କଲ୍ରେ ଶହ ଶହ ଧରମ ଭାଇ ଉଠି ଆସି ପିଲାଟିକୁ ପଶୁ ଭଳି ହାତ ଗୋଡ଼ ବାନ୍ଧି ବାଉଁଶରେ ଟାଙ୍ଗି ବାଡ଼େଇ ବାଡ଼େଇ ପିଟି ପିଟି ମାରିଦେଲେ। ସେ ଝିଅଟି ଠିକ୍ କହିଛି କି ଭୁଲ କହିଛି କି ମନଗଢ଼ା କଥା କହିକିରି ଲୋକଙ୍କୁ ପ୍ରବର୍ତ୍ତାଇକିରି ପିଲାଟିକୁ ମାରି ଦେଇଛି, ଏପର୍ଯ୍ୟନ୍ତ ତାକୁ ଆରେଷ୍ଟ କରାଯାଇନି କି ପଚରାଉଚରା କରାଯାଇନି। ତେଣୁ ମୋ କହିବା କଥା, ସେ ଝିଅଟିକୁ ପ୍ରଥମେ ଆରେଷ୍ଟ କରାଯାଉ, ତାକୁ ଇନଭେଷ୍ଟିଗେସନ୍ କରାଯାଉ, ତଦନ୍ତ କରାଯାଉ ଯେ ପ୍ରକୃତରେ ସେ ଯାହା କହିଥିଲା। ଏ ଯେଉଁ ଦିନରେ ତାରା ଦେଖାଉଛି ଲୋକଙ୍କୁ, ଦିନ 11ଟା ବେଳେ ବିଚ୍ ରାସ୍ତା ଉପରେ ତାକୁ ଅସଦାଚରଣ କରାଗଲା। ସେ ପୁଣି ଦୁଇଟି ଝିଅ ଥିଲେ, ଇଏ ଗୋଟାଏ ପିଲା କୁଆଡ଼େ ତାଙ୍କୁ ଅସଦାଚରଣ କଲା, ଆଟେମ୍ପ୍ଟ ଟୁ ରେପ୍ କଲା। ଏଇ ଯେଉଁ ସେ ମନଗଢ଼ା ଷ୍ଟୋରି ଶୁଣେଇକିରି ଲୋକଙ୍କୁ ବାୟାସ କରିଦେଇଛି ଓ ତାକୁ ଭିଡ଼ ତାକୁ ବାଡ଼େଇ ବାଡ଼େଇ ମାରିଦେଲେ। ଏଇଟା ପ୍ରକୃତରେ ସତ କି ମିଛ ଓଡ଼ିଶାବାସୀ ଏହାକୁ ଜାଣିବାକୁ ଚାହୁଁନ୍ତି। ପିଲାଟିର ଭୁଲ ଜାଣିବା ପୂର୍ବରୁ, ସେ ସତରେ ଭୁଲ କରିଛି କି ନ କରିଛି ଜାଣିବା ପୂର୍ବରୁ ତାକୁ ଲୋକମାନେ ବାଡ଼େଇ ବାଡ଼େଇ ମାରିଦେଲେ। ଯଦି ଏବେ ଇନଭେଷ୍ଟିଗେସନରୁ ଜଣାପଡ଼େ ଯେ ସେ ଝିଅଟି ମନଗଢ଼ା କଥା କହିକିରି ଭିଡ଼କୁ ଉସ୍କେଇକିରି ପିଲାଟିକୁ ମାରିଦେଇଛି, ତେବେ ଏ ଝିଅଟିକୁ କି ସଜା ଦିଆଯିବ ଆପଣମାନେ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଯେମିତି ଭବିଷ୍ୟତରେ ଏମିତି ଘଟଣା ଘଟେଇବାକୁ କେଉଁ ଝିଅ ସାହସ କରିବନି।